ବୃନ୍ଦାବନରେ ବାଙ୍କ ବିହାରୀ ମୂର୍ତ୍ତି ଦର୍ଶନ କରି ତାଙ୍କର ଅଦ୍ଭୁତ ଭାବାବେଶ ହୋଇଥିଲା। ଆତ୍ମହରା ହୋଇ ସେ ତାଙ୍କୁ ଆଲିଙ୍ଗନ କରିବାକୁ ଧାଇଁ ଯାଇଥିଲେ। ପୁନଶ୍ଚ ସନ୍ଧ୍ୟା କାଳରେ ଗୋପାଳ ବାଳକମାନଙ୍କ ସଙ୍ଗେ ଗୋରୁଗୋଠ ନେଇ ଯମୁନା ପାର ହୋଇ ମୟୂର ପୁଚ୍ଛ ଧରି ନବନିରୋଧ ଶ୍ୟାମ ଗୋପାଳକୃଷ୍ଣଙ୍କର ଗୋଷ୍ଠବାହୁଡ଼ ଦୃଶ୍ୟ ମଧ୍ୟ ସେ ଦିବ୍ୟ ଦୃଷ୍ଟିରେ ଦେଖି ପ୍ରେମରେ ତନ୍ମୟ ହୋଇଯାଇଥିଲେ। ବ୍ରଜର ନାନା ସ୍ଥାନରେ ଠାକୁର ସଂସାର ବିରାଗୀ ଅନେକ ସାଧକଙ୍କୁ ଜପ ଧ୍ୟାନରେ ନିମଗ୍ନ ରହିଥିବାର ଦେଖିଥିଲେ। ନିଧୁବନରେ ସିଦ୍ଧପ୍ରେମିକା ବର୍ଷିୟସୀ ତପସ୍ୱିନୀ ଗଙ୍ଗାମାତାଙ୍କ ଦର୍ଶନ ଓ ମଧୁର ସଙ୍ଗ ଲାଭ କରି ଠାକୁର ଏତେ ବିମୋହିତ ହୋଇଯାଇଥିଲେ ଯେ ତାଙ୍କର ମନେ ହୋଇଥିଲା ବ୍ରଜଧାମ ଛାଡ଼ି ସେ ଆଉ କେଉଁଆଡ଼େ ଯିବେ ନାହିଁ। ସେ ଗଙ୍ଗାମାତା ଠାକୁରଙ୍କୁ ଶ୍ରୀମତୀ ରାଧିକା ସ୍ୱୟଂ ଅବତୀର୍ଣ୍ଣା ବୋଲି ଭାବୁଥିଲେ ଏବଂ ତାଙ୍କୁ ଦୁଲାଳୀ ବୋଲି ସମ୍ବୋଧନ କରୁଥିଲେ। ଠାକୁର କହୁଥିଲେ ବ୍ରଜକୁ ଯାଇ ସବୁକିଛି ଭୁଲ ହୋଇଯାଇଥିଲା। ମନେ ହୋଇଥିଲା ଆଉ ଫେରିବେ ନାହିଁ। କିନ୍ତୁ କିଛି ଦିନ ପରେ ମା କଥା ମନେ ପଡ଼ିଲା। ମନେ ହେଲା ତାର କେତେ କଷ୍ଟ ହେବ। କିଏ ବା ତାକୁ ବୁଢ଼ୀ ବୟସରେ ଦେଖିବ, ସେବା କରିବ। ଏହି କଥା ମନରେ ଉଠିବାରୁ ଆଉ ସେଠାରେ ରହିପାରିଲେ ନାହିଁ। ମାତୃ ଋଣ ସମ୍ବନ୍ଧରେ ଠାକୁର କହୁଥିଲେ, ଆରେ ସଂସାରରେ ବାପା ମା ପରମ ଗୁରୁ। ସେମାନେ ଯେତେଦିନ ବଞ୍ଚିଥାନ୍ତି ଯଥାଶକ୍ତି ସେମାନଙ୍କ ସେବା କରିବାକୁ ହୁଏ। କେବଳ ମାତ୍ର ଈଶ୍ୱରଙ୍କ ଲାଗି ବାପା ମାଙ୍କ ଆଜ୍ଞା ଲଙ୍ଘନ କରି ହୁଏ। ସେଥିରେ ଦୋଷ ହୁଏ ନାହିଁ। ଯେପରି ପ୍ରହ୍ଲାଦ ବାପା ମନା କଲେ ମଧ୍ୟ କୃଷ୍ଣ ନାମ ନିଜ ତୁଣ୍ଡରୁ ଛାଡ଼ିଲା ନାହିଁ। ଏପରିକି ମା ବାରଣ କଲେ ସୁଦ୍ଧା ଧ୍ରୁବ ତପସ୍ୟା କରିବା ପାଇଁ ବଣକୁ ଚାଲିଗଲା। ସେଥିରେ ଦୋଷ ହୁଏ ନାହିଁ। ଠାକୁର ବୃନ୍ଦାବନରେ ପ୍ରାୟ ଗୋଟିଏ ପକ୍ଷ ରହିଥିଲେ। ତାପରେ ଗଙ୍ଗାମାତାଙ୍କ ନିକଟରୁ ବହୁ କଷ୍ଟରେ ବିଦାୟ ନେଇ ଠାକୁର ମଥୁରା ବାବୁଙ୍କ ସହିତ ପୁନର୍ବାର କାଶୀକୁ ଫେରି ଆସିଲେ। ସେଠାରେ କିଛି ଦିନ ରହିବା ପରେ ଦୀପାବଳି ଅମାବାସ୍ୟା ଦିନ ସେ ଅନ୍ନପୂର୍ଣ୍ଣାବତୀଙ୍କର ସୁବର୍ଣ୍ଣ ପ୍ରତିମା ଦର୍ଶନ କରି ଠାକୁର ଭାବ ପ୍ରେମରେ ମୋହିତ ହୋଇଯାଇଥିଲେ। ମଥୁରା ବାବୁଙ୍କର କାଶୀରୁ ଗୟା ଯିବା ପାଇଁ ଇଚ୍ଛା ହେଲା, କିନ୍ତୁ ଠାକୁର ସେଠାକୁ ଯିବା ଲାଗି ଅନିଚ୍ଛା ପ୍ରକାଶ କରିବାରୁ ସେ ପ୍ରସ୍ତାବ ବନ୍ଦ ହେଲା। ପିତୃ ସ୍ୱପ୍ନ ସ୍ମରଣ କରି ଠାକୁର କହିଲେ ସେ ସ୍ଥାନକୁ ଗଲେ ତାଙ୍କର ଶରୀର ରହିବ ନାହିଁ। ଏପରି ଗଭୀର ସମାଧି ହୋଇଯିବ ଯେ ସେଥିରୁ ତାଙ୍କର ମନ ଆଉ ନିମ୍ନ ମନୁଷ୍ୟ ଲୋକକୁ ଫେରି ଆସିବ ନାହିଁ। ଶ୍ରୀ ଗୌରାଙ୍ଗଙ୍କ ଲୀଳା ସମ୍ବରଣ ସ୍ଥଳ ନୀଳାଚଳ ବା ପୁରୀ ଧାମକୁ ଯିବା ପ୍ରସ୍ତାବରେ ମଧ୍ୟ ଆଉ ଦିନେ ଠାକୁର ଏହି କଥା କହିଥିଲେ। କାଶୀଧାମରେ ଯୋଗେଶ୍ୱରୀ ନାମ୍ନୀ ଭୈରବୀ ବ୍ରାହ୍ମଣୀଙ୍କ ସହିତ ଠାକୁରଙ୍କର ପୁନର୍ବାର ଦେଖା ହୋଇଥିଲା ଏବଂ 64 ଯୋଗିନୀ ନାମକ ପଲ୍ଲୀସ୍ଥ ତାଙ୍କ ବାସଭବନକୁ ଠାକୁର କେତେଥର ଯାଇଥିଲେ। ଠାକୁର ବ୍ରାହ୍ମଣୀଙ୍କୁ ସେହିଦିନଠାରୁ ବୃନ୍ଦାବନରେ ଅବସ୍ଥାନ କରିବା ଲାଗି ଅନୁରୋଧ କରିଥିଲେ। ହୃଦୟଙ୍କ କଥାରୁ ଜଣାଯାଏ ଯେ ଠାକୁର ସେଠାରୁ ଫେରିବାର କିଛି କାଳ ପରେ ବ୍ରାହ୍ମଣୀ ବୃନ୍ଦାବନ ଯାଇ ସେଠାରେ ଦେହ ରକ୍ଷା କରିଥିଲେ। ବୃନ୍ଦାବନରେ ଅବସ୍ଥାନ କାଳରେ ଦିନେ ଠାକୁରଙ୍କର ବୀଣା ଶୁଣିବାକୁ ଇଚ୍ଛା ହୋଇଥିଲା। କାଶୀରୁ ଫେରି ତାଙ୍କ ମନରେ ପୁନର୍ବାର ଏହି ଇଚ୍ଛାର ଉଦୟ ହେବାରୁ ମଦନପୁରା ପଲ୍ଲୀସ୍ଥ ମହେଶଚନ୍ଦ୍ର ସରକାର ନାମକ ଜଣେ ଅଭିଜ୍ଞ ବୀଣାବାଦକ ଭବନରେ ହୃଦୟଙ୍କ ସାଙ୍ଗରେ ଉପସ୍ଥିତ ହୋଇ ତାଙ୍କୁ ବୀଣା ଶୁଣାଇବା ଲାଗି ଅନୁରୋଧ କଲେ। ଠାକୁରଙ୍କ ଅନୁରୋଧରେ ସେ ପରମ ଆହ୍ଲାଦରେ ସେଦିନ ଅନେକ ସମୟ ପର୍ଯ୍ୟନ୍ତ ବୀଣା ବାଦନ କରିଥିଲେ। ଅପରାହ୍ନ 5ଟାରୁ ରାତି 8ଟା ପର୍ଯ୍ୟନ୍ତ ଏହି ଭାବରେ ଆନନ୍ଦରେ ଅତିବାହିତ ହେବା ପରେ ବୃନ୍ଦାବନରେ ମଥୁରା ବାବୁ ନିଧିବନ ନିକଟରେ ଗୋଟିଏ ଘରେ ରହୁଥିଲେ। କାଶୀ ପରି ସେଠାରେ ମଧ୍ୟ ସେ ମୁକ୍ତ ହସ୍ତରେ ଦାନ କରିଥିଲେ ଏବଂ ପତ୍ନୀଙ୍କ ସହିତ ଦେବସ୍ଥାନଗୁଡ଼ିକ ଦର୍ଶନ କରିବାକୁ ଯାଇ ପ୍ରତ୍ୟେକ ମନ୍ଦିରରେ କେତେ ଖଣ୍ଡ ଗିନି ଅର୍ଥାତ ସ୍ୱର୍ଣ୍ଣ ମୁଦ୍ରା ପ୍ରଣାମ ସ୍ୱରୂପ ପ୍ରଦାନ କରିଥିଲେ। ନିଧିବନ ଛଡ଼ା ଠାକୁର ଏଠାରେ ରାଧାକୃଷ୍ଣ, ଶ୍ୟାମକୁଣ୍ଡ ଏବଂ ଗିରି ଗୋବର୍ଦ୍ଧନ ଦର୍ଶନ ମଧ୍ୟ କରିଥିଲେ। ଗିରି ଗୋବର୍ଦ୍ଧନଠାରେ ସେ ଭାବାବେଶରେ ଗିରିଶୃଙ୍ଗ ଆରୋହଣ କରିଥିଲେ। ଏଠାରେ ସେ ଖ୍ୟାତନାମା ସାଧକ ସାଧିକାମାନଙ୍କୁ ଦର୍ଶନ କରିଥିଲେ ଏବଂ ନିଧିବନରେ ଗଙ୍ଗାମାତାଙ୍କ ଦର୍ଶନ ଲାଭ କରି ପରମ ତୃପ୍ତି ଲାଭ କରିଥିଲେ। ହୃଦୟଙ୍କ ତାଙ୍କ ଶରୀରକୁ ଲକ୍ଷଣ ସବୁ ଦେଖାଇ ଠାକୁର କହିଥିଲେ, ଏହାଙ୍କର ବିଶେଷ ଉଚ୍ଚାବସ୍ଥା ଲାଭ ହୋଇଅଛି। କାଶୀରେ 5-7 ଦିନ ରହି ଠାକୁର ମଥୁରାଙ୍କ ସହିତ ପ୍ରୟାଗ ଗମନ ପୂର୍ବକ ପୁଣ୍ୟ ସଙ୍ଗମରେ ସ୍ନାନ କରି ତ୍ରିରାତ୍ର ବାସ କରିଥିଲେ। ମଥୁରା ବାବୁ ଏହି ପ୍ରଭୃତି ସମସ୍ତେ ସେଠାରେ ଶାସ୍ତ୍ରୀୟ ବିଧି ଅନୁସାରେ ମସ୍ତକ ମୁଣ୍ଡନ କରିଥିଲେ। କିନ୍ତୁ ଠାକୁର ତାହା କରିନଥିଲେ। ସେ କହିଲେ, ମୋର ମସ୍ତକ ମୁଣ୍ଡନ କରିବାର ଆବଶ୍ୟକତା ନାହିଁ। ପ୍ରୟାଗରୁ ମଥୁରା ବାବୁ ପୁନରାୟ କାଶୀ ଫେରି ସେଠାରେ 15 ଦିନ ରହି ବୃନ୍ଦାବନ ଦର୍ଶନରେ ଯାଇଥିଲେ। କାଶୀ ପ୍ରତ୍ୟାବର୍ତ୍ତନ ଓ ସେଠାରେ ରହିବା। ପ୍ରାୟ 15 ଦିନ ଠାକୁର ବୃନ୍ଦାବନରେ ରହି ମଥୁରା ବାବୁ ସମସ୍ତେ ପୁନରାୟ କାଶୀଧାମକୁ ଆସିଥିଲେ ଏବଂ ବିଶ୍ୱନାଥଙ୍କର ବିଶେଷ ବେଶ ଦର୍ଶନ ପାଇଁ 1868 ଖ୍ରୀଷ୍ଟାବ୍ଦ ଏପ୍ରିଲ-ମଇ ମାସ ପର୍ଯ୍ୟନ୍ତ ସେଠାରେ ରହିଥିଲେ। ଏହି ସମୟରେ ଠାକୁର ଏଠାରେ ଅନ୍ନପୂର୍ଣ୍ଣା ପ୍ରତିମା ଦର୍ଶନ କରିଥିଲେ। ବୀଣାର ମଧୁର ଝଙ୍କାର ଶୁଣିବା ମାତ୍ରେ ଠାକୁର ଭାବାବିଷ୍ଟ ହୋଇଥିଲେ। ପରେ ଅର୍ଦ୍ଧବାହ୍ୟ ଦଶା ହେବାରୁ ତାଙ୍କୁ ଶ୍ରୀ ଜଗଦମ୍ବାଙ୍କ ନିକଟରେ ମା ମୋତେ ହୋସ ଦେ, ମୁଁ ଭଲ କରି ବୀଣା ଶୁଣିବି, ଏପରି ପ୍ରାର୍ଥନା କରିବା ଶୁଣାଯାଇଥିଲା। ଏପରି ପ୍ରାର୍ଥନା ପରେ ସେ ବାହ୍ୟ ଭାବମୟରେ ଅବସ୍ଥାନ କରିବାକୁ ସମର୍ଥ ହୋଇଥିଲେ ଏବଂ ଆନନ୍ଦରେ ବୀଣାବାଦନ ଶୁଣି ଏହାର ସୁରର ସହିତ ନିଜ ସ୍ୱର ମିଳାଇ ଗୀତଗାନ କରିଥିଲେ।
ଅପରାହ୍ନ 5ଟାରୁ ରାତି 8ଟା ପର୍ଯ୍ୟନ୍ତ ଏପରି ଆନନ୍ଦରେ ଅତିବାହିତ କରି ମହେଶ ବାବୁଙ୍କ ଅନୁରୋଧରେ ସେ ସେଠାରେ ସାମାନ୍ୟ ଜଳଯୋଗ କରି ମଥୁରା ବାବୁଙ୍କ ନିକଟକୁ ଫେରିଥିଲେ। ମହେଶ ବାବୁ ତଦବଧି ଠାକୁରଙ୍କୁ ପ୍ରତ୍ୟହ ଦର୍ଶନ କରିବାକୁ ଆସୁଥିଲେ। ଠାକୁର କହୁଥିଲେ, ବୀଣା ବଜାଉ ବଜାଉ ମହେଶ ବାବୁ ଏକାବେଳକେ ମଗ୍ନ ହୋଇ ଉଠୁଥିଲେ ଦକ୍ଷିଣେଶ୍ୱର ପ୍ରତ୍ୟାବର୍ତ୍ତନ ଓ ଠାକୁରଙ୍କ ଆଚରଣ। କାଶୀରୁ ଶ୍ରୀଯୁକ୍ତ ମଥୁରା ଗୟାଧାମ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ଠାକୁରଙ୍କର ଏଥିରେ ବିଶେଷ ଆପତ୍ତି ଥିବାରୁ ସେ ସେହି ସଂକଳ୍ପ ପରିତ୍ୟାଗ କରି କଲିକତାକୁ ଫେରି ଆସିଥିଲେ। ହୃଦୟ କହୁଥିଲେ, ଏପରି 4 ମାସ କାଳ ତୀର୍ଥ ଭ୍ରମଣ କରି 1868 ଖ୍ରୀଷ୍ଟାବ୍ଦ ଜ୍ୟେଷ୍ଠ ମାସର ମଧ୍ୟଭାଗରେ ମଥୁରା ବାବୁଙ୍କ ସହିତ ପୁନରାୟ ଦକ୍ଷିଣେଶ୍ୱର ଫେରିଥିଲେ। ଶ୍ରୀ ବୃନ୍ଦାବନରୁ ଠାକୁର ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡର ଧୂଳି ଆଣିଥିଲେ। ଦକ୍ଷିଣେଶ୍ୱର ଆସି ସେ ଏଥିରୁ କିଛି ପଞ୍ଚବଟିରେ ଚତୁର୍ଦ୍ଦିଗରେ ବିଞ୍ଚି ଦେଇଥିଲେ ଏବଂ ଅବଶିଷ୍ଟ ଅଂଶ ନିଜ ସାଧନ କୁଣ୍ଡ ମଧ୍ୟରେ ପୋତି କହିଥିଲେ, ଆଜିଠାରୁ ଏହି ସ୍ଥାନ ଶ୍ରୀ ବୃନ୍ଦାବନ ତୁଲ୍ୟ ଦେବଭୂମି ହେଲା। ହୃଦୟ କହୁଥିଲେ, ଏହି ଘଟଣା ଅଳ୍ପ ଦିନ ପରେ ସେ ବିଭିନ୍ନ ସ୍ଥାନରୁ ବୈଷ୍ଣବ ଗୋସ୍ୱାମୀ ଓ ଭକ୍ତମାନଙ୍କୁ ମଥୁରା ବାବୁଙ୍କ ଦ୍ୱାରା ନିମନ୍ତ୍ରିତ କରାଇ ଆଣି ପଞ୍ଚବଟିରେ ମହୋତ୍ସବର ଆୟୋଜନ କରିଥିଲେ। ମଥୁରା ବାବୁ ସେହି ସମୟରେ ଗୋସାଇଁମାନଙ୍କୁ 16 ଟଙ୍କା ଓ ବୈଷ୍ଣବ ଭକ୍ତମାନଙ୍କୁ 1 ଟଙ୍କା କରି ଦକ୍ଷିଣା ପ୍ରଦାନ କରିଥିଲେ। ହୃଦୟଙ୍କର ପତ୍ନୀ ବିୟୋଗ ଏବଂ ବୈରାଗ୍ୟ। ତୀର୍ଥରୁ ଫେରିବାର ଅଳ୍ପ ଦିନ ପରେ ହୃଦୟଙ୍କ ପତ୍ନୀ ବିୟୋଗ ହୋଇଥିଲା। ଏହି ଘଟଣାରେ ତାଙ୍କର ମନ ସଂସାର ପ୍ରତି କିଛି କାଳ ପାଇଁ ବୈରାଗ୍ୟ ସମ୍ପନ୍ନ ହୋଇ ଉଠିଲା। ଆମେ ପୂର୍ବରୁ କହିଛୁ, ହୃଦୟରାମ ଭାବୁକ ନଥିଲେ। ନିଜର କ୍ଷୁଦ୍ର ସଂସାର ବୁଦ୍ଧି କରି ଯଥାସମ୍ଭବ ଭୋଗ ସୁଖରେ କାଳଯାପନ କରିବା ତାଙ୍କର ଜୀବନର ଆଦର୍ଶ ଥିଲା। ଠାକୁରଙ୍କ ନିରନ୍ତର ସଙ୍ଗ ଲାଭରେ ତାଙ୍କ ମନରେ ବେଳେବେଳେ ଅନ୍ୟ ପ୍ରକାର ଭାବ ଉଦୟ ହେଉଥିଲେ ମଧ୍ୟ ଏହା କ୍ଷଣସ୍ଥାୟୀ ଥିଲା। ଭୋଗବାସନା ପ୍ରସ୍ତୁତ କରିବାର କୌଣସି ପ୍ରକାର ସୁଯୋଗ ଆସିଲେ ହିଁ ହୃଦୟ ସବୁକିଛି ଭୁଲି ତା ପଛରେ ଧାଉଁଥିଲେ। ଯେପର୍ଯ୍ୟନ୍ତ ଏହା ପ୍ରାପ୍ତ ନ ହେଉଥିଲା ସେ ପର୍ଯ୍ୟନ୍ତ ତାଙ୍କ ମନରେ ଅନ୍ୟ ଚିନ୍ତା ପ୍ରବେଶ କରୁନଥିଲା। ସେଥିପାଇଁ ଠାକୁରଙ୍କର ସମଗ୍ର ସାଧନା ହୃଦୟ ଦକ୍ଷିଣେଶ୍ୱରଠାରେ ଥିଲାବେଳେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ତାହାର ସ୍ୱଳ୍ପ ମାତ୍ର ଦେଖିବାକୁ ବୁଝିବାକୁ ସମର୍ଥ ହୋଇଥିଲେ। ଏପରି ହେଲେ ମଧ୍ୟ ହୃଦୟ ତାଙ୍କ ମାମୁଙ୍କୁ ଯଥାର୍ଥ ଭଲ ପାଉଥିଲେ ଏବଂ ତାଙ୍କର ଆବଶ୍ୟକ ଅନୁଯାୟୀ ସେବାର କୌଣସି ପ୍ରକାର ତ୍ରୁଟି କରୁନଥିଲେ। ଏହାଦ୍ୱାରା ହୃଦୟଙ୍କ ସାହସ, ବୁଦ୍ଧି ଓ କାର୍ଯ୍ୟକୁଶଳତା ବିଶେଷ ପ୍ରସ୍ଫୁଟିତ ହୋଇଥିଲା। ଆହୁରି ମଧ୍ୟ ବିଖ୍ୟାତ ସାଧକମାନଙ୍କ ନିକଟରୁ ମାମୁଙ୍କର ଅଲୌକିକତା ଶୁଣି ଏବଂ ତାଙ୍କଠାରେ ଦୈବ ଶକ୍ତି ସମୂହର ପ୍ରକାଶ ଦର୍ଶନରେ ତାଙ୍କ ମନରେ ଏକ ବିଶେଷ ବଳ ସଞ୍ଚାର ହୋଇଥିଲା। ସେ ଭାବିଥିଲେ, ମାମୁଁ ଯେତେବେଳେ ତାଙ୍କର ଏତେ ନିଜର ଏବଂ ସେବାୟତର ଯଦି ସେ ତାଙ୍କର ବିଶେଷ କୃପାପାତ୍ର ହୋଇଛନ୍ତି, ତେଣୁ ଆଧ୍ୟାତ୍ମିକ ରାଜ୍ୟର ସମୁଦାୟ ଫଳ ତାଙ୍କର ଏକ ପ୍ରକାର କରାୟତ୍ତ ରହିଅଛି। ତେଣୁ ଯେତେବେଳେ ତାଙ୍କର ଏହି ସମସ୍ତ ଲାଭ କରିବାକୁ ମନ ହେବ, ମାମୁଁ ନିଜ ଦୈବ ଶକ୍ତି ପ୍ରଭାବରେ ତାଙ୍କୁ ସେ ସମସ୍ତ ଲାଭ କରାଇଦେବେ। ଅତଏବ ପରକାଳ ସମ୍ବନ୍ଧରେ ତାଙ୍କର ଭାବିବାର ପ୍ରୟୋଜନ ନାହିଁ। ସେ ଭାବିଥିଲେ କିଛି ଦିନ ସଂସାର ସୁଖ ଭୋଗ କରି ପାରତ୍ରିକ ବିଷୟରେ ମନୋନିବେଶ କରିବେ। ପତ୍ନୀ ବିୟୋଗ ବିଧୁର ହୃଦୟ ଭାବିଲେ, ଏବେ ସେହି ସମୟ ଉପସ୍ଥିତ ହୋଇଅଛି। ସେ ପୂର୍ବାପେକ୍ଷା ନିଷ୍ଠାର ସହିତ ଜଗଦମ୍ବାଙ୍କର ପୂଜାରେ ମନୋନିବେଶ କଲେ। ପରିଧାନ, ଲୁଗା ଓ ପଇତା ଖୋଲିଦେଇ ବେଳେ ବେଳେ ଧ୍ୟାନ କରିବାକୁ ଲାଗିଲେ ଏବଂ ଠାକୁରଙ୍କ ପାଖରେ ଜିଦ୍ ଧରି ବସିଲେ। ତାଙ୍କଠାରେ ଆଧ୍ୟାତ୍ମିକ ଉପଲବ୍ଧି ସମୂହ ଯେପରି ଉପଲବ୍ଧି ହୁଏ, ତାହା କରିଦେବାକୁ ହେବ। ଠାକୁର ତାଙ୍କୁ ଯେତେ ବୁଝାଇଲେ ବି ସେ ତାଙ୍କର ଏସବୁ କରିବାର ଆବଶ୍ୟକତା ନାହିଁ। କେବଳ ଠାକୁରଙ୍କ ସେବାରେ ହିଁ ସେ ସମସ୍ତ ଫଳ ଲାଭ କରିବେ ଏବଂ ହୃଦୟ ସେ ଉଭୟ ଯଦି ଦିବାରାତ୍ର ଭଗବତ ଚିନ୍ତନରେ ବୁଡ଼ି ରହି ଆହାର, ନିଦ୍ରା ଆଦି ସକଳ ଚେଷ୍ଟା ଭୁଲି ରହନ୍ତି, ତାହେଲେ କିଏ ତାକୁ ଦେଖିବ ଇତ୍ୟାଦି। ହୃଦୟ କିନ୍ତୁ ଏକଥାରେ କର୍ଣ୍ଣପାତ କଲେ ନାହିଁ। ଅଗତ୍ୟା ଠାକୁର କହିଲେ, ମା'ର ଯାହା ଇଚ୍ଛା ତାହା ହେଉ, ମୋର ଇଚ୍ଛାର କ'ଣ କିଛି ହୁଏ ରେ? ମା ହିଁ ମୋର ସବୁ ବୁଦ୍ଧିକୁ ଓଲଟପାଲଟ କରି ମୋତେ ଏପରି ଅବସ୍ଥାରେ ଆଣି ଅଦ୍ଭୁତ ଉପଲବ୍ଧି ସବୁ କରାଇ ଦେଇଛନ୍ତି। ତେଣୁ ମା'ର ଯଦି ଇଚ୍ଛା ହୁଏ, ତୋର ମଧ୍ୟ ହେବ। ହୃଦୟଙ୍କ ଭାବାବେଶ। ଏପରି କଥାବାର୍ତ୍ତାର କିଛି ଦିନ ପରେ ପୂଜା ଓ ଧ୍ୟାନ ସମୟରେ ହୃଦୟଙ୍କର ଜ୍ୟୋତିର୍ମୟ ଦେବମୂର୍ତ୍ତିମାନଙ୍କ ଦର୍ଶନ ଓ ଅର୍ଦ୍ଧବାହ୍ୟ ଭାବ ହେବାକୁ ଲାଗିଲା। ମଥୁରା ବାବୁ ହୃଦୟଙ୍କୁ ଦିନେ ଏପରି ଭାବାବିଷ୍ଟ ଦେଖି ଠାକୁରଙ୍କୁ କହିଲେ, ହୃଦୟର ପୁଣି ଏପରି ଅବସ୍ଥା କ'ଣ ହେଲା ବାବା? ଠାକୁର ତାଙ୍କୁ ବୁଝାଇ କହିଲେ, ହୃଦୟ ଲୋକ ଦେଖାଣି ଏପରି କରୁନାହିଁ। ଟିକିଏ ଅଧେ ଦର୍ଶନ ପାଇଁ ସେ ମା'କୁ ବ୍ୟାକୁଳ ହୋଇ ଧରିଥିଲା। ତେଣୁ ଏପରି ହେଉଅଛି। ଏପରି ଦେଖାଇ ବୁଝାଇ ମା ପୁଣି ତାକୁ ଥଣ୍ଡା କରିଦେବେ। ମଥୁରା ବାବୁ କହିଲେ, ବାବା, ଏ ସମସ୍ତ ତୁମରି ଖେଳ। ତୁମେ ହିଁ ହୃଦୟକୁ ଏପରି ଅବସ୍ଥା ଦେଇଛ। ତୁମେ ହିଁ ଏବେ ତାର ମନ ଥଣ୍ଡା କରିଦିଅ। ଆମେ ଉଭୟ ନନ୍ଦୀଭୃଙ୍ଗଙ୍କ ପରି ତୁମ ପାଖରେ ରହିବୁ, ସେବା କରିବୁ। ଆମର ଏପରି ହେବା କ'ଣ ଦରକାର? ହୃଦୟଙ୍କର ଅଦ୍ଭୁତ ଦର୍ଶନ। ମଥୁରାଙ୍କ ସହିତ ଠାକୁରଙ୍କର ଏପରି କଥାବାର୍ତ୍ତା ହେବାର ଅଳ୍ପ ଦିନ ପରେ ଦିନେ ରାତିରେ ଠାକୁରଙ୍କ ପଞ୍ଚବଟୀ ଆଡ଼କୁ ଯିବାର ଦେଖି ତାଙ୍କର ଦରକାର ହୋଇପାରେ ଭାବି ହୃଦୟ ଲୋଟ ଓ ଗାମୁଛା ଧରି ତାଙ୍କ ପଛେ ପଛେ ଯିବାକୁ ଲାଗିଲେ। ଯାଉ ଯାଉ ହୃଦୟଙ୍କର ଅଦ୍ଭୁତ ଦର୍ଶନ ହେଲା। ସେ ଦେଖିବାକୁ ଲାଗିଲେ, ଠାକୁର ସ୍ଥୂଳ ରକ୍ତମାଂସ ଦେହଧାରୀ ମନୁଷ୍ୟ ନୁହନ୍ତି। ତାଙ୍କର ଦେହ ନିଃସୃତ ଅପୂର୍ବ ଜ୍ୟୋତିରେ ପଞ୍ଚବଟୀ ଆଲୋକିତ ହୋଇ ଉଠିଛି ଏବଂ ଚାଲିବା ସମୟରେ ତାଙ୍କର ଜ୍ୟୋତିର୍ମୟ ପଦଯୁଗଳ ଭୂମି ସ୍ପର୍ଶ ନ କରି ଶୂନ୍ୟରେ ହିଁ ତାଙ୍କୁ ବହନ କରୁଅଛି। ଚକ୍ଷୁ ଦୋଷରୁ ଏପରି ଦେଖୁଛନ୍ତି ଭାବି ହୃଦୟ ବାରମ୍ବାର ଆଖି ମଳି ଚତୁଃପାର୍ଶ୍ୱର ପଦାର୍ଥଗୁଡ଼ିକୁ ନିରୀକ୍ଷଣ କରି ପୁନରାୟ ଠାକୁରଙ୍କ ଆଡ଼କୁ ଦେଖିବାକୁ ଲାଗିଲେ। କିନ୍ତୁ କେଉଁଥିରେ ମଧ୍ୟ କିଛି ହେଲା ନାହିଁ। ବୃକ୍ଷ, ଲତା, ଗଙ୍ଗା, କୁଟୀର
ପ୍ରଭୃତି ପଦାର୍ଥ ସବୁ ଦେଖିପାରିଲେ ମଧ୍ୟ ଠାକୁରଙ୍କୁ ପୁନଃ ପୁନଃ ସେହିପରି ହିଁ ଦେଖିବାକୁ ଲାଗିଲେ। ସେତେବେଳେ ସେ ବିସ୍ମିତ ହୋଇ ହୃଦୟ ଭାବିଲେ, ମୋ ଭିତରେ କ'ଣ ଏପରି ପରିବର୍ତ୍ତନ ହେଲା ଯାହା ପାଇଁ ମୁଁ ଏପରି ଦେଖୁଛି। ଏପରି ଭାବେ ସେ ନିଜ ଆଡ଼ୁ ଦେଖିବା ମାତ୍ରେ ତାଙ୍କର ମନେ ହେଲା ସେ ମଧ୍ୟ ଏକ ଦେହଧାରୀ ଜ୍ୟୋତିର୍ମୟ ଦେବାନୁଚର ସାକ୍ଷାତ ଦେବତାଙ୍କ ସାଙ୍ଗରେ ରହି ଚିରକାଳ ତାଙ୍କର ସେବା କରୁଛନ୍ତି। ମନେ ହେଲା ସେ ଯେପରି ଏହି ଦେବତାଙ୍କର ଜ୍ୟୋତିର୍ଗଣ ଅଙ୍ଗ ସମୁତ ଅଂଶବିଶେଷ ଏବଂ ତାଙ୍କର ସେବା ପାଇଁ ହିଁ ତାଙ୍କର ଏହି ଭିନ୍ନ ଶରୀର ଧାରଣ କରି ପୃଥକ ଭାବରେ ଅବସ୍ଥିତି। ଏପରି ଦର୍ଶନ କରି ଏବଂ ନିଜ ଜୀବନରେ ଏପରି ରହସ୍ୟ ହୃଦୟଙ୍ଗମ କରି ତାଙ୍କ ଅନ୍ତରରେ ଆନନ୍ଦର ପ୍ରବଳ ବନ୍ୟା ପ୍ରବାହିତ ହେଲା। ସେ ନିଜକୁ ଭୁଲି, ସଂସାର ଭୁଲି ଏବଂ ଲୋକମାନେ ତାଙ୍କୁ ଉନ୍ମାଦ କହିବେ ସେ କଥା ଭୁଲି ଅର୍ଦ୍ଧବାହୀ ଓ ଭାବାବେଶରେ ଉନ୍ମତ୍ତ ପରି ଚିତ୍କାର କରି ବାରମ୍ବାର କହି ଚାଲିଲେ, ଓ ରାମକୃଷ୍ଣ, ଓ ରାମକୃଷ୍ଣ, ଆମେ ତ ମଣିଷ ନୁହଁ, ଆମେ ଏଠାରେ କାହିଁକି ରହିବା? ଚାଲ ଦେଶ ଦେଶ ଯାଇ ଜୀବ ଉଦ୍ଧାର କରିବା। ତୁମେ ଯାହା, ମୁଁ ମଧ୍ୟ ତାହା। ଠାକୁର କହିଥିଲେ ତାଙ୍କୁ ଏପରି ଚିତ୍କାର କରିବା ଦେଖି କହିଲି, ଆରେ ଚୁପ୍ ରହ, ଏପରି କ'ଣ କରୁଛୁ? କ'ଣ ଗୋଟେ ହେଲା ବୋଲି ଲୋକମାନେ ଧାଇଁ ଆସିବେ। କିନ୍ତୁ ସେ କ'ଣ ତାହା ଶୁଣୁଛି? ତେଣୁ ଶୀଘ୍ର ତା ନିକଟକୁ ଆସି ତାର ବକ୍ଷ ସ୍ପର୍ଶ କରି କହିଲି, ଦେ ମା, ଏହାକୁ ଜଡ଼ କରିଦେ। ହୃଦୟଙ୍କ ମନରେ ଜଡ଼ତ୍ୱ ପ୍ରାପ୍ତି। ହୃଦୟ କହୁଥିଲି ଠାକୁର ଏପରି କହିବା ମାତ୍ରେ ତାଙ୍କର ପୂର୍ବୋକ୍ତ ଦର୍ଶନ ଏବଂ ଆନନ୍ଦ ଯେପରି କେଉଁଠି ଲୁପ୍ତ ହେଲା ଏବଂ ସେ ଆଗେ ଯେମିତି ଥିଲେ ପୁଣି ସେମିତି ହୋଇଗଲେ। ଅପୂର୍ବ ଆନନ୍ଦରୁ ସହ ସେ ବିଚ୍ୟୁତ ହୋଇ ତାଙ୍କର ମନ ବିଷାଦରେ ପୂର୍ଣ୍ଣ ହେଲା। ସେ କାନ୍ଦି କାନ୍ଦି ଠାକୁରଙ୍କୁ କହିବାକୁ ଲାଗିଲେ, ମାମୁଁ, ତୁମେ ଏପରି କଲ କାହିଁକି? କାହିଁକି ଜଡ଼ ହେବାକୁ କହିଲ? ଏପରି ଦର୍ଶନାନନ୍ଦ ମୋର କ'ଣ ହେବ ନାହିଁ? ଠାକୁର ତାଙ୍କୁ କହିଲେ, ମୁଁ କ'ଣ ତୋତେ ସମ୍ପୂର୍ଣ୍ଣ ଜଡ଼ ହେବାକୁ କହିଛି? ତୁ ଏବେ ସ୍ଥିର ହୋଇ ରହ। ଏଇ କଥା କହିଛି। ସାମାନ୍ୟ ଦର୍ଶନ ଲାଭ କରି ତୁ ଯେଉଁ କାଣ୍ଡ କରି ବସିଲୁ, ସେଥିପାଇଁ ତ ମୋତେ ଏପରି କରିବାକୁ ହେଲା। ମୁଁ ଯେ 24 ଘଣ୍ଟା କେତେ କ'ଣ ଦେଖୁଛି। ମୁଁ କ'ଣ ଏପରି ଗୋଳମାଳ କରେ? ତୋର ଏବେ ଏପରି ଦର୍ଶନ କରିବାର ସମୟ ହୁଏ ନାହିଁ। ଏବେ ସ୍ଥିର ହୋଇ ରହ। ସମୟ ହେଲେ ପୁଣି କେତେ କ'ଣ ଦେଖିବୁ। ହୃଦୟଙ୍କର ସାଧନାରେ ବିଘ୍ନ। ଠାକୁରଙ୍କ ପୂର୍ବୋକ୍ତ କଥାରେ ହୃଦୟ ନୀରବ ହେଲେ ମଧ୍ୟ ନିତାନ୍ତ କ୍ଷୁଣ୍ଣ ହେଲେ। ପରେ ଅହଙ୍କାର ବଶୀଭୂତ ହୋଇ ସେ ଭାବିଲେ, ଯେପରି ହେଉ ସେ ଯେପରି ଦର୍ଶନ ପୁନର୍ବାର ଲାଭ କରିବା ପାଇଁ ଚେଷ୍ଟା କରିବେ। ତେଣୁ ସେ ଧ୍ୟାନ ଓ ଜପର ମାତ୍ରା ବଢ଼ାଇ ଦେଲେ ଓ ରାତ୍ରି ପଞ୍ଚବଟୀ ତଳକୁ ଯାଇ ଠାକୁର ଯେଉଁଠାରେ ବସି ଜପ ଧ୍ୟାନ କରୁଥିଲେ ସେହି ସ୍ଥାନରେ ବସି ଜଗଦମ୍ବାଙ୍କୁ ଡାକିବେ ଏପରି ମନସ୍ଥ କଲେ। ଏହା ଭାବି ସେ ଦିନ ଗଭୀର ରାତିରେ ଶଯ୍ୟା ତ୍ୟାଗ କରି ପଞ୍ଚବଟୀ ଗଲେ ମୁଁ ଯାଇ ଠାକୁରଙ୍କ ଆସନରେ ବସି ଧ୍ୟାନ କରିବାକୁ ଲାଗିଲେ। ଏହାର କିଛିଦିନ ପରେ ଠାକୁରଙ୍କ ମନରେ ପଞ୍ଚବଟୀ ତଳକୁ ଆସିବାର ବାସନା ହେବାରୁ ସେ ମଧ୍ୟ ସେ ଦିଗକୁ ଆସିବାକୁ ଲାଗିଲେ ଏବଂ ସେଠାରେ ପହଞ୍ଚୁ ନ ପହଞ୍ଚୁ ଶୁଣିବାକୁ ପାଇଲେ ହୃଦୟ କାତର ଭାବରେ ଚିତ୍କାର କରି ତାଙ୍କୁ ଡାକୁଛି, ମାମୁଁ, ମାମୁଁ, ପୋଡ଼ି ହୋଇ ମଲି। ତ୍ରସ୍ତପଦରେ ଅଗ୍ରସର ହୋଇ ଠାକୁର ତାଙ୍କ ନିକଟରେ ପହଞ୍ଚି ପଚାରିଲେ, କିରେ କ'ଣ ହେଲା? ହୃଦୟ ଯନ୍ତ୍ରଣାରେ ଅସ୍ଥିର କହିବାକୁ ଲାଗିଲେ, ମାମୁଁ, ମୁଁ ଏଠାରେ ଧ୍ୟାନ କରି ବସିଲା ମାତ୍ରେ କିଏ ଯେପରି ଏକ ଗାମଲା ନିଆଁ ମୋ ଉପରେ ଢାଳିଦେଲା। ଅସହ୍ୟ ଯନ୍ତ୍ରଣା ହେଉଛି। ଠାକୁର ତାଙ୍କ ଶରୀରରେ ହାତ ବୁଲାଇ କହିଲେ, ଯା, ଥଣ୍ଡା ହୋଇଯିବ। ତୁ କାହିଁକି ଏପରି କରୁଛୁ କହ ତ? ତୋତେ କହିଥିଲି ମୋର ସେବା କଲେ ହିଁ ତୋର ସବୁ ହେବ। ହୃଦୟ କହୁଥିଲେ। ଠାକୁରଙ୍କ ହର୍ଷରେ ବାସ୍ତବିକ ତାଙ୍କର ସମସ୍ତ ଯନ୍ତ୍ରଣା ତତ୍କ୍ଷଣାତ୍ ଶାନ୍ତ ହେଲା। ଏହାପରେ ସେ ଆଉ କେବେ ପଞ୍ଚବଟୀ ତଳକୁ ଧ୍ୟାନ କରିବାକୁ ଯାଉନଥିଲେ ଏବଂ ତାଙ୍କ ମନରେ ବିଶ୍ୱାସ ହେଲା ଠାକୁର ତାଙ୍କୁ ଯାହା କହିଛନ୍ତି ତାହା ଅନ୍ୟଥା କଲେ ତାଙ୍କର ଭଲ ହେବ ନାହିଁ। ହୃଦୟଙ୍କର ଦୁର୍ଗାପୂଜା। ଠାକୁରଙ୍କ କଥାରେ ବିଶ୍ୱାସ ସ୍ଥାପନ କରି ହୃଦୟ ଏବେ ଅନେକାଂଶରେ ଶାନ୍ତି ଲାଭ କଲେ ମଧ୍ୟ ମନ୍ଦିରର ଦୈନନ୍ଦିନ କର୍ମଗୁଡ଼ିକ ତାଙ୍କୁ ପୂର୍ବପରି ରୁଚିକର ବୋଧ ହେଲା ନାହିଁ। ତାଙ୍କର ମନ କୌଣସି ନୂତନ କର୍ମ କରି ନବୋନ୍ମାସ ଲାଭ କରିବାକୁ ଅନୁସନ୍ଧାନ କରିବାକୁ ଲାଗିଲା। ସନ 1868 ଖ୍ରୀଷ୍ଟାବ୍ଦ ଆଶ୍ୱିନ ମାସ ଆଗତ ଦେଖି ସେ ନିଜ ଘରେ ଶାରଦୀୟ ଦୁର୍ଗାପୂଜା କରିବାକୁ ମନସ୍ଥ କଲେ। ହୃଦୟରାମଙ୍କର ଜ୍ୟେଷ୍ଠ ବୈମାତ୍ରେୟ ଭ୍ରାତା ଗଙ୍ଗାନାରାୟଣଙ୍କର ସେତେବେଳକୁ ମୃତ୍ୟୁ ହୋଇଯାଇଥିଲା ଏବଂ ରାଘବ ମଥୁରବାବୁଙ୍କ ଜମିଦାରୀର ଖଜଣା ଆଦାୟ କାର୍ଯ୍ୟରେ ନିଯୁକ୍ତ ରହି ବେଶ କିଛି ଅର୍ଥ ଉପାର୍ଜନ କରୁଥିଲେ। ସୁସମୟ ଫେରିଥିବାରୁ ଘରେ ନୂଆ କରି ଚଣ୍ଡୀ ମଣ୍ଡପ ତିଆରି ହେବା ସମୟରେ ଗଙ୍ଗାନାରାୟଣ ଇଚ୍ଛା ପ୍ରକାଶ କରିଥିଲେ ଥରେ ସେ ଜଗଦମ୍ବାଙ୍କୁ ଆଣି ସେଠାରେ ବସାଇବେ, କିନ୍ତୁ ତାଙ୍କର ସେହି ଇଚ୍ଛା ପୂର୍ଣ୍ଣ ହୋଇନଥିଲା। ହୃଦୟ ତାଙ୍କର ଉକ୍ତ ଇଚ୍ଛା ସ୍ମରଣ କରି ଏହା ପୂର୍ଣ୍ଣ କରିବାକୁ ଯତ୍ନବାନ ହେଲେ। କର୍ମୀ ହୃଦୟଙ୍କର ଉକ୍ତ କାର୍ଯ୍ୟରେ ଶାନ୍ତି ଲାଭର ସମ୍ଭାବନା ବୁଝି ଠାକୁର ଏକାଥରେ ସମ୍ମତ ହେଲେ ଏବଂ ମଥୁରବାବୁ ହୃଦୟଙ୍କର ଏପରି ଅଭିପ୍ରାୟ ଜାଣିପାରି ତାଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ। ମଥୁରବାବୁ ଏପରି ଅର୍ଥ ସାହାଯ୍ୟ ଆଗ୍ରହ ପ୍ରକାଶ କରିବାକୁ ଲାଗିଲେ। ଅର୍ଥ ସାହାଯ୍ୟ କରିଥିଲେ ହିଁ ପୂଜା ସମୟରେ ଠାକୁରଙ୍କୁ ନିଜ ଘରେ ରଖିବା ନିମିତ୍ତ ବିଶେଷ ଆଗ୍ରହ ପ୍ରକାଶ କରିବାକୁ ଲାଗିଲେ। ହୃଦୟ ଏଥିରେ କ୍ଷୁଣ୍ଣ ମନରେ ପୂଜା କରିବା ପାଇଁ ଏକାକୀ ଗ୍ରାମକୁ ଯିବାକୁ ପ୍ରସ୍ତୁତ ହେଲେ। ଯିବାବେଳେ ହୃଦୟଙ୍କୁ କ୍ଷୁଣ୍ଣ ଦେଖି ଠାକୁର ତାଙ୍କୁ କହିଥିଲେ, ତୁ ଦୁଃଖ କରୁଛୁ କାହିଁକି? ମୁଁ ପ୍ରତିଦିନ ସୂକ୍ଷ୍ମ ଶରୀରରେ ତୋର ପୂଜା ଦେଖିବାକୁ ଯିବି। ମୋତେ ଅନ୍ୟ କେହି ଦେଖିପାରିବେ ନାହିଁ, ମାତ୍ର ତୁ ଦେଖିପାରିବୁ। ତୁ ଅନ୍ୟ ଏକ ବ୍ରାହ୍ମଣକୁ ତନ୍ତ୍ରଧାରକ ରଖି ନିଜ ଭାବ ଅନୁସାରେ ପୂଜା କରିବୁ ଏବଂ ପୁନଃ ଉପବାସ ନ କରି
ମଧ୍ୟାହ୍ନରେ କ୍ଷୀର ଗଙ୍ଗାଜଳ ଓ ମିଶ୍ରି ସରବତ ପାନ କରିବୁ। ଏପରି ପୂଜା କଲେ ଜଗଦମ୍ବା ତୋର ପୂଜା ନିଶ୍ଚୟ ଗ୍ରହଣ କରିବେ। ଏପରି ଭାବରେ ଠାକୁର କାହା ଦ୍ୱାରା ପ୍ରତିମା ଗଢ଼ାଇବାକୁ ହେବ, କାହାକୁ ତନ୍ତ୍ରଧାରକ କରିବାକୁ ହେବ, କିପରି ଭାବରେ ଅନ୍ୟ କାର୍ଯ୍ୟ କରିବାକୁ ହେବ, ସେ ସମସ୍ତ କଥା ଭଲ ତନ୍ନ ତନ୍ନ କରି ତାଙ୍କୁ କହିଦେଲେ। ଫଳରେ ହୃଦୟ ମହାନନ୍ଦରେ ପୂଜା କରିବା ପାଇଁ ଯାତ୍ରା କଲେ। ବୃନ୍ଦାବନରେ ବାଙ୍କବିହାରୀ ମୂର୍ତ୍ତି ଦର୍ଶନ କରି ତାଙ୍କର ଅଦ୍ଭୁତ ଭାବାବେଶ ହୋଇଥିଲା। ଆତ୍ମହରା ହୋଇ ସେ ତାଙ୍କୁ ଆଲିଙ୍ଗନ କରିବାକୁ ଧାଇଁ ଯାଇଥିଲେ। ପୁନଶ୍ଚ ସନ୍ଧ୍ୟା କାଳରେ ଗୋପାଳ ବାଳକମାନଙ୍କ ସଙ୍ଗେ ଗୋରୁଗୋଠ ନେଇ ଯମୁନା ପାର ହୋଇ ମୟୂରପୁଚ୍ଛ ଧରି ନବନିରୋଧ ଶ୍ୟାମ ଗୋପାଳକୃଷ୍ଣଙ୍କର ଗୋଷ୍ଠବାହୁଡ଼ା ଦୃଶ୍ୟ ମଧ୍ୟ ସେ ଦିବ୍ୟ ଦୃଷ୍ଟିରେ ଦେଖି ପ୍ରେମରେ ତନ୍ମୟ ହୋଇଯାଇଥିଲେ। ବ୍ରଜର ନାନା ସ୍ଥାନରେ ଠାକୁର ସଂସାର ବିରାଗୀ ଅନେକ ସାଧକଙ୍କୁ ଜପ ଧ୍ୟାନରେ ନିମଗ୍ନ ରହିଥିବାର ଦେଖିଥିଲେ। ନିଧୁବନରେ ସିଦ୍ଧ ପ୍ରେମିକା ବର୍ଷି ଆସି ତପସ୍ୱିନୀ